ଯେ ପ୍ରକୃତରେ ଆମେ ଆଜି ଗଣମାଧ୍ୟମରୁ ବି ଟେଲିଭିଜନ ପର୍ଦ୍ଦାରୁ ଜାଣିଲୁ ଯେ ଗୋଟେ ଅଜଗର ସାପଟେ ପଡ଼ିଯାଇଛି ଖୋର୍ଦ୍ଧାରେ କେଉଁ ଜାଗାରେ। ତ ମୁଁ ତାଙ୍କର ଏସ୍ଏଫ୍ ସାର୍ଙ୍କ ସାଙ୍ଗେ କଥାବାର୍ତ୍ତା କଲା ପରେ ସେ ଜାଗାର ଆଡ୍ରେସ୍ଟା କହିଲେ ଏବଂ ଆମେ ଆସିକି ଫରେଷ୍ଟ ଷ୍ଟାଫ୍ମାନଙ୍କ ସାଙ୍ଗରେ ଆସିକି ପହଞ୍ଚିଲା ବେଳକୁ ପ୍ରକୃତରେ ଅନ୍ଧାର ମଧ୍ୟ କମିଗଲାଣି। ଲାଇଟ୍ ଯେହେତୁ କୂଅ ଭିତରେ ଏତେ ଆଲୋକିତ ନୁହେଁ, ତାପରେ କୂଅଟି ପ୍ରାୟ 40 ଫୁଟ ତଳେ ଯାଇକି ପାଣି ଅଛି, ଆଉ ପାଣି ମଧ୍ୟ ଗଭୀର ଆମେ ମାପିଲୁ, ପ୍ରାୟ 5 ଫୁଟର ପାଣି ଅଛି। ତ ଆଉ ଏଠି ବଡ଼ ବାଉଁଶ ଗୋଟେ ସେମିତି ମିଳୁନି ଯେ ଆମେ ତାକୁ କ'ଣ ଫାସ ପକାଇକି ଆଣିଲା ଭଳିଆ ସୁବିଧା ଏଠି ନାହିଁ। ତେଣୁ କରିକି ଆପାତତଃ ଆମେ ଗୋଟେ ଶୁଖିଲା ଡାଳ ଭାଙ୍ଗିକି ପକାଇ ଦେଇଛୁ। ସେ ଯଦି ଆଶ୍ରୟ ନେଇ ତାପରେ ରହିଲେ ଆଟଲିଷ୍ଟ ଯେଉଁ ଥଣ୍ଡା ପାଣିରେ ଯେଉଁ ଶୀତରେ ରାତିରେ ସେ ଯେଉଁ କଷ୍ଟ ପାଇଥାନ୍ତା ଆଟଲିଷ୍ଟ ସେ ଉପରେ ଭାସି ପାରିବ। ଆଉ ତାପରେ କାଲି ଏବେ ଯାଇକି ଆମେ ଫାୟାର ବ୍ରିଗେଡ଼ ସାଙ୍ଗରେ କୋର୍ଡ଼ିନେସନ୍ କରିବୁ। ଫରେଷ୍ଟ ବାଲା ଆମେ ମିଶିକି ତାଙ୍କୁ ଯେମିତି ସକାଳୁ ଆମେ 9ଟା ବା 10ଟା ଭିତରୁ କାମ ଆରମ୍ଭ କରିଦେବା, ତାହେଲେ ଲାଇଟ୍ ଥିବ ଆଉ ମାନେ ଆର୍ଟିଫିସିଆଲ ଲାଇଟ୍ ଦରକାର ପଡ଼ିବ ନାହିଁ। ଆମେ ଚେଷ୍ଟା କରିବା କାଲି ଯେମିତି ପ୍ରଥମାର୍ଦ୍ଧରେ 12ଟା ଗୋଟେ ସୁଦ୍ଧା ଉଦ୍ଧାର କରିକି ତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ଆମେ ବ୍ୟବସ୍ଥା କରୁଛୁ। ଏଇଟା ଇଣ୍ଡିଆନ୍ ପାଇଥନ୍ ବା ଭାରତୀୟ ଅଜଗର। କୂଅ ଭିତରେ ଅଜଗର ପଡ଼ିଛି। ଭାଇ ଆମେ ଏଠି କାଠ ପାଇଁ ଆସିଥିଲୁ। କାଠ ପାଇଁ ଆସିଲା ଭିତରେ ଆମେ ଦେଖିଲୁ ଯେ ଦୁଇଟି କ'ଣ ସାଉଣ୍ଡ ହେଲା ଭିତରେ ଆମେ ଦେଖିଲା ଭିତରୁ କୂଅ ଭିତରେ ଦୁଇଟା ସାପ ପଡ଼ିଛନ୍ତି। କ'ଣ ଅନୁରୋଧ କରିବେ ପ୍ରଶାସନକୁ? କ'ଣ ଅନୁରୋଧ କରିବେ? ପ୍ରଶାସନ ଅନୁରୋଧ କରିବୁ ଯେ ଜଙ୍ଗଲ ଭିତରେ କିଛି ଖୋଳାଖୋଳି ନ କରନ୍ତୁ। କାଠ ବାଟ କିଛି ମାନେ କ'ଣ କହିଲ, କାଠ ବହୁତ ଚୋରି ହେଉଛି ଏ ଭିତରେ। ଟାଙ୍ଗୀ ବନାଞ୍ଚଳର ଗିରିଣ୍ଡା ପାଖାପାଖି ଏକ ଜଙ୍ଗଲ ମଧ୍ୟରେ ଏକ ବିରାଟ ଅଜଗର ଥିବା ଖବର ପାଇଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟ ଏବଂ ଅନ୍ୟାନ୍ୟ ଅଞ୍ଚଳବାସୀ। ସେମାନେ ମଧ୍ୟ ଆସିକି ଏଠି ରେସ୍କ୍ୟୁ ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଯେହେତୁ ସନ୍ଧ୍ୟା ହେଇ ଆସିଲାଣି, ରେସ୍କ୍ୟୁରେ ମଧ୍ୟ ସମ୍ଭବ ହୋଇପାରୁନି। ଏଣୁ ସେ ଗତକାଲି ଠାରୁ ଯାହା ଖବର ପାଇଲା ପରେ ଆଜି ରେସ୍କ୍ୟୁରେ ଥିଲେ, ଆସନ୍ତାକାଲି ମଧ୍ୟ ରେସ୍କ୍ୟୁ ଆରମ୍ଭ ହେବ ଏବଂ ତାପରେ ସେମାନେ ନିଶ୍ଚିତ ସମସ୍ତେ ଆଶାବାଦୀ ଅଛନ୍ତି ସାପକୁ ଧରିବା ପାଇଁ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ମଣିଷ ପାଇଁ ଯେମିତି ସମସ୍ତେ ଆମେ ସାହାଯ୍ୟର ହାତ ବଢ଼ାଉଛେ, ଠିକ୍ ସେଭଳି ସାପ ଏବେ ଡାକୁଛି ସାହାଯ୍ୟ ପାଇଁ। ସାପର ସାହାଯ୍ୟ ପାଇଁ ଲୋକଙ୍କର ଆବଶ୍ୟକତା ରହିଛି ଏବଂ ସମସ୍ତ ବିଭାଗର ମଧ୍ୟ ଆବଶ୍ୟକତା ରହିଛି। ଏଣୁ ଆମେ ନିଶ୍ଚିତ ଭାବରେ କେ ନ୍ୟୁଜ୍ ମାଧ୍ୟମରେ ସମସ୍ତ ଅଧିକାରୀ, ପ୍ରଶାସନିକ ଅଧିକାରୀଠାରୁ ଫାୟାର ବ୍ରିଗେଡ଼ରୁ ଆରମ୍ଭ କରି ବନାଞ୍ଚଳଠୁ ଆରମ୍ଭ କରି ଗ୍ରାମବାସୀଙ୍କର ସହଯୋଗ ଲୋଡ଼ିବା। ନିଶ୍ଚିତ ଭାବରେ କାଲି ସ୍ଲେକ୍ ହେଲ୍ପଲାଇନ୍ ସହିତ ସେମାନେ ମଧ୍ୟ ସହଯୋଗର ହାତ ବଢ଼ାନ୍ତୁ, ଯେଉଁଥିରେ କି ସାପ ଡାକୁଥିବା ସାହାଯ୍ୟ ନିଶ୍ଚିତ ସାପ ପାଇବ ଏବଂ ସାପ ମଧ୍ୟ ଏଠାରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ପୁଣି ତା'ର ଗନ୍ତବ୍ୟସ୍ଥଳ ଜଙ୍ଗଲ ଭିତରକୁ ଯାଇପାରିବ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ ମନୋଜ କୁମାର ନାଇଡୁ, କେ ନ୍ୟୁଜ୍ ଓଡ଼ିଶା।